ମୋ ବୋଉ କହିଲା ଯା ଭାତ ବସେଇ ଦବୁ, ମୁଁ ଭାତ ବସଉଛି। ମୋ ବୋଉ କହିଲା ଚାଉଳ ପକେଇ ଦବୁ, ମୁଁ ଚାଉଳ ପକଉଛି। ମୋ ବୋଉ କହିଲା ଯା ଚିଙ୍ଗୁଡ଼ି ବାଛି ଦବୁ, ମୁଁ ଚିଙ୍ଗୁଡ଼ି ବାଛିବାକୁ ଯିବି। ମୋ ବୋଉ କହିଲା ଚୁଲି ଜାଳି ଦବୁ, ତ ମୁଁ ଚୁଲି ଜାଳୁଛି। ଏ ହେଉଛି ମହାନଦୀ ନଈ ଚିଙ୍ଗୁଡ଼ି। ମୁଁ ଏବେ ବାଛୁଛି। ସେ ଚିଙ୍ଗୁଡ଼ିକୁ ପନିକିରେ ଭଲ ଭାବରେ ବାଛିଦେଲି। ବାଛିବା ସମୟରେ ମୋ ହାତଟା କଟିଗଲା, ଯେହେତୁ ମୁଁ ସେଥିଲାଗି ଧୋଇ ପାରୁନି। ମୋ ବୋଉ ଭଲ ଭାବରେ ଚିଙ୍ଗୁଡ଼ିକୁ ଧୋଇ ଦେଇ ଗ୍ୟାସ୍ରେ ଏବେ ଭାଜୁଛି। ଚିଙ୍ଗୁଡ଼ିରୁ ତ ପାଣି ବାହାରେ, ଆମ ଚିଙ୍ଗୁଡ଼ିରୁ ମଧ୍ୟ ପାଣି ବାହାରୁଛି। ପାଣି ବାହାରି ସାରିଲା ପରେ ଆମେ ହଳଦୀ, ଲୁଣ, ସ୍ୱାଦ ଅନୁସାରେ ଯେତିକି ବି ଲୁଣ ପକେଇ ପାରିବେ ସେ ପକେଇଦେବୁ। ତେଲ ପକେଇକି ଭଲ ଭାବରେ ଭାଜିଦେବୁ। ଏବେ ଭାଜି ହେଇଗଲା ଚିଙ୍ଗୁଡ଼ି। ମୋତେ ଚିଙ୍ଗୁଡ଼ି ତରକାରୀ ଖାଇବାକୁ ଭଲ ଲାଗେନି ବୋଲି ମୁଁ ଏମିତି ଖାଉଛି। ଆପଣମାନେ ଏମିତି ଖାଇବାକୁ ପସନ୍ଦ କରନ୍ତି ନା ମୁଁ ଜାଣିନି। ମୁଁ ଏବେ ଲଙ୍କା ପକେଇଦେଲି। ଲଙ୍କା ପକେଇ ରସୁଣ ଭଲ ଭାବରେ ଛଡ଼େଇଦେଲି। ଛଡ଼େଇ ଦେଇ ସୋରିଷ ତେଲ ପକେଇଦେଲି। ହାତ ଯେହେତୁ କଟି ଯାଇଥିଲା ମୁଁ ଏବେ ଚକଳି ପାରିବିନି, ତ ଗ୍ୟାସ୍ରେ ମୁଁ ଏବେ ରସୁଣକୁ ଟିକେ ଭଲ ଭାବରେ ଛେଚିଦେଲି। ତ ଗ୍ୟାସ୍ରେ ଏବେ ବ୍ୟବହାର କଲି, ଯେହେତୁ ମୋ ହାତଟା କଟି ଯାଇଥିଲା ସେଥିଲାଗି ଗ୍ୟାସ୍ ବ୍ୟବହାର କରୁଛି। ତ ଛେଚି ହେଇସାରିଲା ପରେ ମୁଁ ଏବେ ଲଙ୍କାକୁ ମୋ ହାତରେ ଭଲ ଭାବରେ ଦଳିଦେଲି। ଦଳି ଦେଇ ପଖାଳ ସହିତ ଏହାକୁ ଖାଉଛି। ତ ଆପଣମାନଙ୍କୁ ଖାଇବା